এই ପବିତ୍ର ଫୁଲବାଣୀ ଜିଲ୍ଲାରୁ ଫୁଲବାଣୀ ସହରରୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। Press the bell icon on the YouTube app and never miss another update. ସୁନ୍ଦର ଅଭିରାମଙ୍କର ଗୋଟେ ପଦ, ଯେତେବେଳେ ଧାତା ଜନ୍ମ କଲେ ମାନବ ସୃଷ୍ଟି, କେତେବେଳେ ନଥିଲା ଏହି ଛୁଆଁ ଛୁଇଁ ଅରିଷ୍ଟି। ଯେତେବେଳେ ଭଗବାନ ବା ବିଶ୍ୱସ୍ରଷ୍ଟା ମାଲିକ ମଣିଷକୁ ଜନ୍ମ ଦେଲେ, ଆପଣମାନେ ସମସ୍ତେ ନୀରବରେ କଥାଟାକୁ ଭାବିବେ। ଯେତେବେଳେ ମଣିଷ ସୃଷ୍ଟି ହେଲା, ସେତେବେଳେ କ'ଣ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଛୁଆଁ ଛୁଇଁ ଭାବ ଏସବୁ ଥିଲା? ଏସବୁ ଜମା ନଥିଲା। ମଣିଷ ପ୍ରଥମେ ଲୁଗା ପିନ୍ଧି ଶିଖିନଥିଲା, ଖାଇ ଶିଖିନଥିଲା, ଦେବୀ ଦେବତାର ଭାବ ବି ଜାଣିନଥିଲା। ସେତେବେଳେ ସିଏ ଉଲଗ୍ନ ହେଇ ମାନେ କଞ୍ଚା ଫଳମୂଳ ଖାଇ ସେ ଏଣେ ତେଣେ ଧାଉଁଥିଲା। ଯେଉଁଠି ଅଗ୍ନି ଜଳୁଥିଲା, କାଠକୁ କାଠ ଘଷି ତାକୁ ଦେଖି ସେ ଡରିକିରି ପଳେଇ ଯାଉଥିଲା। ଏବେ ବି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆମେ ଯାଇଥିଲୁ। ସେଠି ଏଇ ପ୍ରକାରର ମଣିଷ ସହରରେ ନୁହଁ, କିଛି ଅଜ୍ଞାତ ଅଞ୍ଚଳରେ ଆଜି ବି ସେଇଭଳିଆ ମଣିଷ ଅଛନ୍ତି। ସେମାନେ ମଣିଷକୁ ଦେଖିଲେ ମାରିବାକୁ ଗୋଡ଼ଉଛନ୍ତି ଏବଂ ଏଇଭଳି ଅଘଟଣ ଘଟଉଛନ୍ତି। ତେଣୁ ଛୁଆଁ ଅଛୁଆଁ ଭାବ ମଣିଷ ମନରୁ ଧୀରେ ସୁସ୍ଥେ କାଢ଼ିଦିଅ। ଇଏ କଥା ବଳିଆ କହୁନାହିଁ, ଗୀତା ମଧ୍ୟ କହୁଛନ୍ତି। ସେ ଚାରୋଟି ବର୍ଣ୍ଣ ଯଦି ସୃଷ୍ଟି କରିଛନ୍ତି, ସିଏ ସୃଷ୍ଟି କରିନାହାନ୍ତି। ମଣିଷ ସମାଜର ଶୃଙ୍ଖଳା ପାଇଁ ସୃଷ୍ଟି କରିଛି। ତେଣୁ ଛୁଆଁ ବା ମଣିଷ ମଣିଷକୁ ଛୁଇଁ ଦେଲେ ଛୁଆଁ ହେଇଯିବ, ଇଏ ଭାବନାଟା ଗୋଟେ ସଂକୀର୍ଣ୍ଣ ଭାବ। ସଂକୀର୍ଣ୍ଣ ଭାବ। ମଧୁ ଲେଖିଲେ ଭାବ ଲୀଳା ଖେଳ ପାଇଁ ସହୁଛି କଷଣ, କେଣେ ଅଛ ସଖା ଭକ୍ତ ଆସ ହେ ବହନ। ତେଣୁ ଭଗବାନ କୃଷ୍ଣଙ୍କର କଥାକୁ ସେ ଲେଖିଛନ୍ତି। ସେ ସଖା ସଖୀମାନଙ୍କ ସହିତ ଖେଳ ଲୀଳା ଆରମ୍ଭ କରିଥିଲେ ଏବଂ ଶେଷ ମଧ୍ୟ କରିଥିଲେ। ତାଙ୍କର ଶେଷ ସଖା ହେଉଛନ୍ତି ଅର୍ଜୁନ, ପ୍ରଥମ ସଖା ହେଉଛନ୍ତି ସୁବଳ, ମଧୁମଙ୍ଗଳ ଇତ୍ୟାଦି। ତେଣୁ ପ୍ରତ୍ୟେକ ମଣିଷ ଜୀବନରେ ଉପଯୁକ୍ତ ବନ୍ଧୁ, ଉପଯୁକ୍ତ ସଖା ଯଦି ନ ମିଳନ୍ତି, ତାହେଲେ ମଣିଷ କ'ଣ ଆନନ୍ଦରେ ରହିପାରିବ? ସେଥିପାଇଁ ମଣିଷ ପଢ଼େ କିନ୍ତୁ ତାକୁ ଚିନ୍ତା କରେ ନା। ତୁମେବ ବନ୍ଧୁଶ୍ଚ ସଖା ତୁମେବ। ତେଣୁ ଭଗବାନ କୃଷ୍ଣଙ୍କର ସଖା ଅର୍ଜୁନ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ସଖା ମଧ୍ୟ ଗୁହ୍ୟକ ଶବର ଥିଲେ। ତେଣୁ ବିଭୀଷଣ ମଧ୍ୟ ଥିଲେ। ସଖା ହନୁମାନ ଥିଲେ। ହନୁମାନ ଭକ୍ତ ଥିଲେ, ଦାସ ଥିଲେ, ସଖା ଥିଲେ। ଜାମ୍ବବାନ ଥିଲେ, ବାଳି ସୁଗ୍ରୀବ ଥିଲେ, ବାଳି ମଧ୍ୟ ଥିଲା,
ତେଣୁ ସଖା ସଖୀ ଏମାନେ ଯଦି ଆମ ପାଖରେ ନ ରହିବେ ଆମେ କ'ଣ ପ୍ରକୃତରେ କାର୍ଯ୍ୟ ସୁଚାରୁ ଭାବରେ ସମ୍ପନ୍ନ କରିପାରିବା କି? ଏହାକୁ ଚିନ୍ତା କରିବା ଉଚିତ। ଆଜିର ସମାଜରେ ଗୋଟିଏ ସଖା ଆସିକିରି ଦୁଆର ମୁହଁରେ ଡାକୁଛି କି ମୋବାଇଲ ଫୋନରେ ଡାକୁଛି, ଗୋଟେ ଜରୁରୀ କାମ ଅଛି ଟିକେ ଆଇଲୁ। ସିଏ ଖାଇ ବସିଥିବ, ଏଇଟା ସତ କଥା ଭଳିଆ କହୁଛି। ଖାଇ ବସିଥିବ କି ଶୋଇବାକୁ ଯାଉଥିବ, ମୋ ଫ୍ରେଣ୍ଡ ଡାକିଲାଣି। ଏବେ ତ ଆଉ ଓଡ଼ିଆରେ କିଏ କହୁନାହାନ୍ତି, ଇଂରାଜୀରେ। ମୋ ଫ୍ରେଣ୍ଡ ଡାକିଲାଣି, ମୁଁ ଯାଉଛି ପଳେଇ ଆସିବି। ଆଉ ଯାଉଛି ମାନେ ଯାଉଛି। 3 ଦିନ 5 ଦିନ 7 ଦିନ ପରେ ତାର ମୁର୍ଦାର, ତାର ମଲା ଦେହ ଗୋଟେ ଅଜଣା ସ୍ଥାନରୁ ମିଳୁଛି। ଏଭଳି ବନ୍ଧୁ ହୁଅ ନା, ଏଭଳି ସଖା ମଧ୍ୟ ଆବଶ୍ୟକ ନାହିଁ। ସେଥିପାଇଁ ଆମ ସାହିତ୍ୟରେ ପଢ଼ା ହେଇଛି, କୂଟ କପଟ ସ୍ୱଭାବ ଯାହାର ତାଙ୍କୁ ଦୁରୁମୁ କରଇ ଜୁଆର। ହୀନ ସଙ୍ଗଟେ ହୀନ ଗତି, ହସି କହନ୍ତି ଯଦୁପତି। କାହାକୁ ବିଶ୍ୱାସ କରିବ ଇଏ ସମାଜରେ? ବିଶ୍ୱାସ କରିବାକୁ ହବ, କିନ୍ତୁ ଭାବି ଚିନ୍ତି ପରଖି ନିରେଖି ତା ସହିତ ମିତ୍ରତା ସ୍ଥାପନ କର। ଭାବ ପ୍ରବଣତାରେ କାହା ସହିତ ମିଶନା। ଏ ହେଉଛି ବର୍ତ୍ତମାନର ପରିସ୍ଥିତିର କଥା। ବୈକୁଣ୍ଠ ଲେଖିଲେ, ନଥିଲେ ବିଚ୍ଛେଦ ମିଳନର ସ୍ୱାଦ, ଜାଣନ୍ତା ନାହିଁ ମନରେ ନିରାଶାର ନବହିଲେ, ସାର ନବହିଲେ ଉଠନ୍ତା କି ପ୍ରାଣରେ, ଉଠନ୍ତା ତୁମେ ଗୁରୁଙ୍କୁ ଅନେକ ଦିନ ହେଲା ଦେଖିନାହ। ତୁମ ଭିତରେ ଗୋଟେ ଦୁଃଖ ରହିଯାଉଛି, ମୁଁ ଟିକେ ଗୁରୁ ଦର୍ଶନ କରିପାରିଲି ନାହିଁ। ଯଦି ହଠାତ୍ ତୁମେ ତାଙ୍କୁ ଦେଖିଲ, ସେ ତୁମ ନିକଟକୁ ଆସିଛନ୍ତି କି ବାଟରେ ଯାଉଛନ୍ତି, ତୁମ ଭିତରେ ଭାବନାଟା କେତେ ସୁନ୍ଦର ହେବ। ଆଖିରୁ ପ୍ରେମାଶ୍ରୁ ଗଡ଼ି ଉଠିବ, ମୁଁ ଆଜି ଗୁରୁ ଦର୍ଶନ କଲି। ଏଇଟା ଆଧ୍ୟାତ୍ମିକ କଥା ଗଲା। ପୁଅଟିଏ ହଉ ଝିଅଟିଏ ହଉ, ସେ ଦୂର ବିଦେଶରେ ରହିଛି, ଚାକିରି କରିଛି ବା ପାଠ ପଢ଼ୁଛି, ଯଦି ସେ ବହୁତ ଦିନ ଆସିନେଇ, ତାହେଲେ ବାପ ମାଙ୍କର ମନର ଦୁଃଖକୁ ବୁଝି ହବନି। ସେମାନେ କେତେ ବ୍ୟସ୍ତ ହୋଇ ପଡ଼ନ୍ତି। ମନେ କରାଯାଉ, ଆମେ ଯେତେବେଳେ ପିଲାଦିନେ ପାଠ ପଢ଼ୁଥିଲୁ, ଯଦି 10-15 ମିନିଟ୍ କି ଅଧଘଣ୍ଟାଏ ବିଳମ୍ବ ହେଇଯାଏ ଘରେ ପହଞ୍ଚିବା ପାଇଁ, ଆମର ଆଈ ମା ଥିଲେ ନିଶାମଣି ଦେବୀ, ସେ ବ୍ୟସ୍ତ ହୋଇ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲି ଆସୁଥିଲେ। ମୋର ମା ଥିଲେ ବସନ୍ତ ଦେବୀ, ବୋଉ ବୋଲି ଆମେ ଡାକୁଥିଲୁ। ସେ କେତେ ବ୍ୟସ୍ତ ହୁଅନ୍ତି। ମୋର ଗୋଟିଏ ସାନ ଭାଇ ଆଜି ବି ଅଛନ୍ତି, ମଣ୍ଟୁ ଭାଇ ତାଙ୍କୁ ସମସ୍ତେ ଡାକନ୍ତି। ସେ ଡାକ୍ତରଖାନାରେ ଚାକିରି କରୁଥିଲେ। ନଈ ବନ୍ୟା ହେଇଛି, ଯଦି
ଆସିବା ତାର ବିଳମ୍ବ ଘଟିଛି। ମୋ ବୋଉ ସିଏ ନଈକୂଳ ପର୍ଯ୍ୟନ୍ତ ବି ଚାଲି ଯାଉଥିଲେ, ମୋ ପୁଅ କାହିଁକି ଏପର୍ଯ୍ୟନ୍ତ ଫେରି ନାହିଁ। ତେଣୁ ଦେଖିଲେ ବୈକୁଣ୍ଠ ଦେଖିଲେ ଯଦି ବିଚ୍ଛେଦ ରହିବ ନାହିଁ ତାହେଲେ ମିଳନର ସ୍ୱାଦ ମିଳିବ ନାହିଁ। ଏହା ହିଁ ଗୋପୀକୃଷ୍ଣଙ୍କର ରହସ୍ୟ। ଯଦି ଆମ ମନ ଭିତରେ ନିରାଶା ନାହିଁ, ଯଦି କୋହ ନାହିଁ, ତାହେଲେ ଆମ ପ୍ରାଣ କେବେ ଜାଗ୍ରତ ହୁଅନ୍ତା ନାହିଁ। ଆଶାର ଆଲୋକ କେବେ ସୃଷ୍ଟି ହୁଅନ୍ତା ନାହିଁ। ଇଏ ସବୁ ମହାପୁରୁଷମାନଙ୍କର ସୁନ୍ଦର ବାଣୀ। ଏ ବାଣୀକୁ ଆଜି ଆମେ ଫୁଲବାଣୀରୁ ଆପଣମାନଙ୍କ ନିକଟକୁ ପଠାଉଛି। ଆଉ ଯେଉଁ ଗୀତଟି ପ୍ରଥମେ ବୋଲା ହେଲା, ସେ ଗୀତକୁ ଟିକେ ଭାବିବେ, ଗୀତର ମର୍ମ ବା ତତ୍ଵକୁ ଟିକେ ଭାବିବେ। ତତ୍ଵଦର୍ଶୀ ସାଧକମାନଙ୍କୁ ପଚାରିବେ। ଯଦି ବୁଝି ନପାରିବେ ତାହେଲେ କେତେବେଳେ ଗୋଟେ ମନ ହବ ବଳିଆ ବୁଝେଇଦେବ। ଆଉ ଆଚ୍ଛା, ବାବା ନାମାଚାର୍ଯ୍ୟ ମୋର ମାନସ ଗୁରୁ କହିଲେ ସଂସାରଟା ତାଙ୍କରି ଖେଳ। ଭାଗବତ ଲେଖା ଅଛି, ସଂସାରେ କ୍ରୀଡ଼ା ଇଚ୍ଛା କରି ସଂସାରରେ ଗୋଟିଏ ଖେଳ ସୃଷ୍ଟି କରିଛନ୍ତି ଯେ ତାଙ୍କର ଇଏ ସୃଷ୍ଟି। ଆମେ ଯେପରି ମନର ଖୁସି ପାଇଁ ବଲ ଖେଳ ଦେଖୁ, ଯୋଉଠି ବଲ ଖେଳ ହେଇଥାଏ, କି କ୍ରିକେଟ ଖେଳ ହଉଛି, କି ଭଲିବଲ ଟୁର୍ଣ୍ଣାମେଣ୍ଟ ହଉଛି, ଆଉ ସବୁ କ'ଣ ଟୁର୍ଣ୍ଣାମେଣ୍ଟ ହୁଏ, ଆମେ ଠେଲା ଫେଲା ହେଇ ଯାଇକିରି ସେଠି ଦେଖୁ। କ'ଣ ନା ଆଜି ବଲ୍ ଖେଳ ଟୁର୍ଣ୍ଣାମେଣ୍ଟ। ବଳିଆ ଜୀବନରେ କୌଣସି ଖେଳ ଖେଳିନି, ଯୋଉ ଖେଳ ଖେଳିଛି ସେଥିରେ ଫେଲ୍। ବଲ୍ ଖେଳ ଖେଳିଥିଲି ସବୁବେଳେ ଫେଲ୍। ତାସ ଖେଳୁଥିଲି ସେଥିରେ ବି ଫେଲ୍। କେବଳ ଏଇ ଭଗବାନଙ୍କ ଖେଳରେ ଟିକେ ପାସ୍ କଲା ଭଳି ଲାଗୁଛି। ଆମେ ଯେପରି ମନର ଖୁସି ପାଇଁ ବଲ ଖେଳ ଦେଖୁ, ସେମିତି ଭଗବାନ ତାଙ୍କର ଆନନ୍ଦ ପାଇଁ ଇଏ ଖେଳ ଭିଆଇଛନ୍ତି। ଯୋଉ ଖେଳ ଚାଲିଛି ଦୁନିଆରେ, ବିଚ୍ଛେଦ, ବିରହ, ମିଳନ, ଏ ଯୋଉ ଖେଳ ଚାଲିଛି, ବିଚ୍ଛେଦ ବିରହ, ବିଚ୍ଛେଦ ହବା ମାନେ ବିରହ ଆଇଲା, ବିଚ୍ଛେଦ ବିରହ, ମିଳନ ଆସିଲା, ଅତି ଆନନ୍ଦ ଆସିଲା। ଏଇ ଯୋଉ ବିଚ୍ଛେଦ ବିରହ ମିଳନର ଖେଳ, ଭକ୍ତ ଭଗବାନ ଗୁରୁ ଶିଷ୍ୟ, ବାପ ପୁଅ, ମା ପୁଅ, ସ୍ୱାମୀ ସ୍ତ୍ରୀ, ବନ୍ଧୁରେ ସର୍ବତ୍ର ଇଏ ଖେଳଟିକୁ ଭଗବାନ ସୃଷ୍ଟି କରି ଟୁର୍ଣ୍ଣାମେଣ୍ଟ ଦେଖିଲା ଭଳି ସେ ଖେଳକୁ ଦେଖୁଛନ୍ତି। ସେ ତାଙ୍କର ଆନନ୍ଦ। କିନ୍ତୁ ଆମର ମିଛଟା କୋଉଟା?
ମିଛ କିଛି ନୁହେଁ, ଖେଳଟା ସତ୍ୟ। କିନ୍ତୁ ଆମେ ଖେଳୁନୁ କି ଖେଳ ଜାଣିନୁ, ଖାଲି ଖେଳ ପ୍ରତି ଆମେ ଆସକ୍ତି ହେଉଛୁ। ଏଇ କଥାଟା ମିଛ। ଯେମିତି ଆଜିର ସମାଜରେ କ୍ରିକେଟ ଖେଳ ହେଉଛି ଆମେରିକାରେ ହୁଏନି, କ୍ରିକେଟ ଖେଳ ହେଉଛି ଜର୍ମାନୀରେ କି ଭାରତର କୌଣସି ବଡ଼ ସହରରେ। ସେଦିନ କାମ ବନ୍ଦ, ଧନ୍ଦା ବନ୍ଦ, ଶାଶୁ କହୁଛି ବୋହୂ ହେ ଯେମିତି ଟିକେ କରିଦେ ମୁଁ ଯାଉଛି ଖେଳିବି। ବୋହୂ ବି କହୁଛି ଶାଶୁକୁ ବୋହୂ ଆଜି ଆଉ ଆମେ ରୋଷେଇ କରିବାନି, ମଗେଇଦେବା। ଆଜିକାଲି ତ ଅନଲାଇନରେ ସବୁ ମଗା ହେଉଛି, ମଗେଇଦେବା, ଖାଇଦେବା, ଶୋଇପଡ଼ିବା। ଆଉ ଖେଳରେ ଏତେ ବାୟା। ଆରେ ତୁମେ କୋଉ ଖେଳ ଜାଣିଛ କି? ଗୋଟେ କ'ଣ ଖେଳ ଅଛି ବ୍ୟାଡମିଣ୍ଟନ ନା କ'ଣ, ଏମିତି ସବୁ ଦେଖିଛୁ ଆମେ ଖେଳ। କିନ୍ତୁ ପ୍ରକୃତରେ ତୁମେ ଖେଳି ଜାଣିନା, ଖେଳାଳି ସୃଷ୍ଟି କରିପାରିନା। କିନ୍ତୁ ଖେଳରେ ଏତେ ଆସକ୍ତି, ତୁମେ କର୍ମ ଧର୍ମ ସମୟକୁ ନଷ୍ଟ କରୁଛ। ତେଣୁ ସବୁବେଳେ ଖେଳକୁ ସ୍ୱାଗତ କର, ଖେଳ ଦେଖ, ଯେତିକି ସମୟ ଦେଖିବା କଥା ଦେଖ, ଯେତିକି ଆସକ୍ତି ରହିବା କଥା ରୁହ। ବାବା କହିଲେ ଆମର ବଲ ଖେଳ ପ୍ରତି ଆସକ୍ତିଟି ମିଛ, କିନ୍ତୁ ବଲ ଖେଳ ସତ୍ୟ। ଠିକ୍ ସେହିପରି ସଂସାରରେ ଆସକ୍ତି ହେବାଟା ମାୟା। ଆମେ ସମସ୍ତଙ୍କୁ ନେଇ ଗୋଟେ ପରିବାର ଗଠନ କରିଛୁ, ବହୁତ ଭଲ। ପରିବାର କ'ଣ ମିଛ? ପରିବାର ସତ୍ୟ। ତାକୁ ଯିଏ ସୃଷ୍ଟି କରିଛନ୍ତି ସେ ପରା ସ୍ରଷ୍ଟା, ସିଏ କାହିଁକି ମିଛ କଥାଟା ସୃଷ୍ଟି କରିବେ? ଯିଏ ସୃଷ୍ଟି ହେଇଛନ୍ତି ତାହା ସବୁବେଳେ ସତ୍ୟ। କିନ୍ତୁ ଆମ ଭିତରେ ଯେଉଁ ପ୍ରଚଣ୍ଡ ମାୟା, ପ୍ରଚଣ୍ଡ ଆସକ୍ତି ରହିଛି, ଯାହାଦ୍ୱାରା ଆମର ଭଗବତ ଚିନ୍ତନ କର୍ମମୟ ଜୀବନକୁ ନଷ୍ଟ କରୁଛି, ସେଇଗୁଟାକ ମିଛ। ଜଣଙ୍କର ପୁଅ ଚାଲିଗଲା କି ଝିଅ ଚାଲିଗଲା, ଜୀବନ ସାରା ତା ପାଇଁ ସମୟ, କର୍ମ, ଧର୍ମ ସବୁ ଆମେ ଭୁଲି ଯାଉଛୁ। ଏ ମଣିଷ ଯାଇପାରେ ନା, ବୁଝିପାରେ ନା, ତାକୁ ଟିକେ ଭଲ ପାଏ, ମାୟାର ତଳେ ନିର୍ମାୟାର ନେତ୍ରେ ନେତ୍ରେ ତଳେ ନିର୍ମାୟାର ନେତ୍ରେ ଖଳ ପୂର୍ଣ୍ଣ ବାଲି ଏ ମୂଢ଼ କଳିଆ ଚର୍ମ ହୁଏ କଳିଆ
ଛତା ତଳେ ନିର୍ମାୟାର ଏତେ ନାଚିଲେ ଛତା ତଳେ ନିର୍ମାୟାର ଛବି ନେତ୍ରେ ନେତ୍ରେ ନାଚିଲେ ତେଣୁ ହେ ସଜ୍ଜନ ପରିବାର ଗଠନ କରିବା ଭୁଲ ନୁହେଁ। ପୁଅ ଝିଅ ଆମଠାରୁ ଜନ୍ମ ନେଲେ ତା ମଧ୍ୟ ଭୁଲ ନୁହେଁ। ତାଙ୍କ ପ୍ରତି ଯଥା ସମୟରେ ଯଥା କର୍ତ୍ତବ୍ୟ କରିବା, ତାଙ୍କୁ ସ୍ନେହ ଶାସନ ଦେଇ ଭଲ ମଣିଷଟିଏ ଗଢ଼ିବା, ଇଏ ମଧ୍ୟ ମିଛ ବା ଭୁଲ ନୁହେଁ। ମିଛ ହେଉଛି ଅଯଥା ଅନ୍ଧ ମମତା, ଅନ୍ଧ ମୋହ। ଏଇ ଆସକ୍ତିଟି ଆମକୁ ସବୁବେଳେ ଅଡ଼ୁଆରେ ପକାଉଛି। ଏଇ ଯେଉଁ ବଳିଆ ଆପଣମାନଙ୍କୁ କହୁଛି, ଅନେକ ସମୟରେ ନିଜେ ନିଜକୁ ସମୀକ୍ଷା କରେ। ଅନେକ ପିଲାମାନଙ୍କୁ ବା ଅନେକ ପରିବାରକୁ ବଳିଆ ଭଲ ପାଏ। କାହିଁକି ଭଲ ପାଏ ମୁଁ କହିପାରିବିନି, କିନ୍ତୁ ଗୋଟା ତାଙ୍କ ପ୍ରତି ମୋର ମୋହ ଅଛି। ବେଳେବେଳେ ଭାବେ ଏଇଟା କ'ଣ ଭୁଲ ହେଇଯାଉଛି କି? ପୁଣି ଭାବେ ନାଇଁ, ସେମାନେ ବୋଧେ ମୋ ଠାରୁ ଏଇ ସ୍ନେହ ମମତା ପାଇବେ ବୋଲି ଏଇ ଭଗବାନଙ୍କର ଇଚ୍ଛା ସେମାନେ ପାଉଛନ୍ତି। ସମସ୍ତଙ୍କ ପ୍ରତି ବଳିଆର ଭଲ ପାଇବା ଅଛି। ସମସ୍ତଙ୍କ ପାଇଁ ପ୍ରଭୁଙ୍କୁ ଡାକୁଛି। ନିଜ ପାଇଁ କେତେବେଳେ ଡାକୁନାହିଁ, ପ୍ରଭୁଙ୍କୁ ଡାକୁଛି। ମୁଁ ନିଜେ ଔଷଧ ଖାଇ ମୁଁ ବିଜ୍ଞାନକୁ ଧନ୍ୟବାଦ ଜଣାଉଛି। ବଳିଆ ଯଦି ଆଜି ସୁସ୍ଥ ବା ବଞ୍ଚି ରହିଛି, କେବଳ ଚିକିତ୍ସକ ଡାକ୍ତର ଏବଂ ଔଷଧ ପାଇ। ଦିନେ ବି ଠାକୁରଙ୍କୁ ପ୍ରାର୍ଥନା କରେ ନା ମୋ ଦେହ ପ୍ରଭୁ ଭଲ କରିଦିଅ, କିନ୍ତୁ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରେ, ସବୁବେଳେ କରେ। ତେଣୁ ସଜ୍ଜନ, ଏଇ ଯେଉଁ କଥା ସମସ୍ତଙ୍କ ପାଇଁ ଆମେ ଡାକୁଛୁ, ଏଇ ହେଉଛି ପ୍ରକୃତରେ ଧର୍ମ। ଏ ହେଉଛି ଆମର କର୍ତ୍ତବ୍ୟ, ଏହା ମିଛ ନୁହେଁ। କିନ୍ତୁ ଆସକ୍ତି ହେବା, ଅତିରିକ୍ତ ଭାବରେ ଆସକ୍ତି ହେଇ ଅନ୍ଧ ମମତା ରଖି ଆମେ ଯେଉଁ ହରବର ହେଉଛେ, ସେଇ ଗୋଟାକୁ ମିଛ ବୋଲି କୁହାଯାଇଛି। ତେଣୁ ହେ ମଣିଷ, ସମସ୍ତଙ୍କୁ ଭଲ ପାଅ। ପୁଅ ଝିଅଙ୍କୁ ଭଲ ପାଇବନି, ଆଉ ଭଲ ପାଇବ କାହାକୁ? ବାପ ମାଙ୍କୁ ଭଲ ପାଇବନି, ଭଲ ପାଇବ କାହାକୁ? ଉତ୍ତମ ବନ୍ଧୁ, ଉତ୍ତମ ସଖାଙ୍କୁ ଭଲ ପାଇବନି ତ ଭଲ ପାଇବ କାହାକୁ? କିନ୍ତୁ ଏଥିପାଇଁ ସମୟ ନଷ୍ଟ କରନା, ଅର୍ଥ ନଷ୍ଟ କରନା, ତୁମ ନିଜର କର୍ମକୁ ତୁମେ ତ୍ୟାଗ କରନା। ସଜ୍ଜନ, ଏଇଥିପାଇଁ ବଳିଆ ଔଷଧରେ ବଞ୍ଚିଛି, ଏତିକି ଆପଣମାନେ ମନେ ରଖିବେ। ଏବଂ ମୋର ଇଷ୍ଟ ଶିଶୁ ଅନନ୍ତଙ୍କର ପୂଜା ଯୁଗ ଯୁଗ ଧରି ଏମିତି ରହୁ। ଆପଣମାନଙ୍କର ପ୍ରଦତ୍ତ ଇଷ୍ଟାର୍ଘ୍ୟରେ ପବିତ୍ର ଆଶ୍ରମରେ, ଗୋଶାଳା, ବୃଦ୍ଧାଶ୍ରମ, ଅନାଥ ଶିଶୁଙ୍କର ପାଠ ପଢ଼ାରେ ସେ ଅର୍ଥ ଖର୍ଚ୍ଚ ହେଉ। ତେଣୁ ବଳିଆ ସେଥିପାଇଁ ଇଷ୍ଟାର୍ଘ୍ୟ ସମସ୍ତଙ୍କୁ
ଦେବା ପାଇଁ ବଳିଆ ବାଧ୍ୟ କରି ନେଇ ଶ୍ରଦ୍ଧାରେ କହିଛି, ଶ୍ରଦ୍ଧାରେ ପଠାନ୍ତୁ। କେତେକ ପଠଉଛନ୍ତି, କେତେକ ପଠଉନାହାନ୍ତି। ତେବେ ଯାହା ହଉ, ସେଥିପାଇଁ ଆପଣମାନେ ପଠେଇଲେ ବଳିଆର ଶୁଭେଚ୍ଛା ପାଇବେ, ନ ପଠେଇଲେ ବି ପାଇବେ। ବଳିଆର ଶ୍ରେଷ୍ଠ ଦକ୍ଷିଣା ହେଉଛି ଗଛ ଲଗେଇବେ, ବଞ୍ଚେଇବେ। ଗୋଟିଏ ହଉ, 5ଟି ହଉ, 3ଟି ହଉ। ଅଳିଆ ଆବର୍ଜନାକୁ ସଫା କରିବେ। ଇଏ ହେଉଛି ବଳିଆର ଦକ୍ଷିଣା। ମଦ୍ୟ ମାଦକତାକୁ ତ୍ୟାଗ କରିବେ। ଇଏ ହେଉଛି ତୃତୀୟ ଦକ୍ଷିଣା। ଚତୁର୍ଥ ଦକ୍ଷିଣା, ଯଦି ବୁଢ଼ା ବୁଢ଼ୀ କିଏ ଅଛନ୍ତି ତାଙ୍କୁ ପୁଅ ଝିଅ ଭଳି ସ୍ନେହ ମମତା ଦେଇ ସେବା କରିବେ। ଏଟା ହେଲା ପଞ୍ଚମ ଦକ୍ଷିଣା। ଷଷ୍ଠ ଦକ୍ଷିଣା ହେଲା ପ୍ରାଚୀନ ଧର୍ମପୀଠକୁ ଉଦ୍ଧାର କରିବା ପାଇଁ ଶ୍ରମ କରନ୍ତୁ, ଦାନ କରନ୍ତୁ। ଏଇଟା ଷଷ୍ଠ ଦକ୍ଷିଣା। ସପ୍ତମ ଦକ୍ଷିଣାରେ, ଏଇଟା ମୋର ସ୍ୱାର୍ଥ ନୁହେଁ, ପବିତ୍ର ଶିଶୁ ଅନନ୍ତ ଆଶ୍ରମ ପାଇଁ ତାର ଗୋଶାଳା ଅନ୍ୟାନ୍ୟ ଯେଉଁ ସାମାଜିକ ହିତ ପାଇଁ କାମ କରୁଛି ସେମାନଙ୍କ ପାଇଁ ଯଦି ଆପଣ ଇଷ୍ଟାର୍ଘ ଦେଇପାରିବେ ବହୁତ ଭଲ। ନଦେଲେ ମନ ଖରାପ କରିବେ ନାହିଁ। ସେଇ କଥା ଏ ମଣିଷ ପାରେ ନା, ବୁଝିପାରେ ନା, ତାକୁ ଟିକେ ଭଲ ପାଏ ନା, ତାକୁ ଟିକେ ଭଲ ପାଏ ନା। ନିର୍ମାୟାର ମଣିଷ